ହେଲା ମୋ ଗହଣରେ ଅଛନ୍ତି ମିଲନ କ'ଣ କହିବେ ଗୋଟେ ନୂଆ ବର୍ଷ ଭଳିଆ ଯେମିତି ଯାତ୍ରା ବର୍ଷ ଆରମ୍ଭ ହେଇଗଲା ଆଜିଠୁ ସତ କହିଲେ ପ୍ରଥମେ ଏଇ ଯାତ୍ରା ସିଜନ୍ ପାଇଁ ସବୁବେଳ ପାଇଁ ଆପଣଙ୍କୁ ମୋର ନମସ୍କାର ଦର୍ଶକ ବନ୍ଧୁ ଓଡ଼ିଶାର ସମସ୍ତଙ୍କୁ ମୋର ନମସ୍କାର ବାକି ପୁରା ନବକଳେବର ଆମ ସବୁ କଳାକାରମାନଙ୍କ ପାଇଁ ଆଉ ଆମେ ବହୁତ ଖୁସି ଅଛୁ ପ୍ରାକ୍ଟିକାଲ ତାହେଲେ କ'ଣ ଯେଉଁ ଭଳିଆ ପରଫର୍ମାନ୍ସ ଦେଇକି ବିଗତ ଦିନରେ ଆସିଛନ୍ତି ଯେଉଁ ଅନୁଷ୍ଠାନରେ ଅପେରା ସୂର୍ଯ୍ୟବଂଶୀ ପାଇଁ କେତେ ପ୍ରିପେୟାର ହେଇକି ଆସିଛନ୍ତି ନିଶ୍ଚିନ୍ତ ତାଠୁ ଅଧିକ ଦେବା ପାଇଁ ଆମର ପ୍ରୟାସ ରହିବ ନିଜର ଚେଷ୍ଟା ରହିବ ବାକି ଆପଣମାନଙ୍କର ଆଶୀର୍ବାଦ ଆପଣମାନେ ଚାହିଁଲେ କଳାକାରଟା ଆପଣଙ୍କ ହୃଦୟକୁ ଛୁଇଁ ପାରିବ କିନ୍ତୁ ତା ଭିତରେ କଳାକାର ପରିଶ୍ରମଟା ଆଗେ ନା ପରିଶ୍ରମ ମାନେ ଜାନ୍ ଯାଏ ଲେକିନ ଜୁଆନ୍ ନା ଯାଏ ସେଇଭଳିଆ ବି ହିଁ ପରିଶ୍ରମ ହେବ ମିଲନ ସାରା ଯୋଡ଼ି ଆଜ୍ଞା ସଦାବେଳେ ଦର୍ଶକଙ୍କ ପାଖରେ ଆଦୃତ ହେଇକି ରହିଛନ୍ତି ଆଜ୍ଞା ସେମିତି ସେଇ ମିଲନ ସାରା ଯୋଡ଼ି ଏଇଥିରେ ମଞ୍ଚରେ ସେଇଭଳିଆ ଦମଦାର ପ୍ରଦର୍ଶନ କରିବେ ସେଇଟା ହେଉଛି ମହାପ୍ରଭୁଙ୍କ ଆଶୀର୍ବାଦ ଆଉ ଆମେ ତାଙ୍କରି ମାନେ ପାଦରେ ସବୁବେଳେ ତାଙ୍କ ଆମେ ମୁଣ୍ଡିଆ ମାରି ତାଙ୍କର ପୁରା ତାଙ୍କୁ ଆମ ଜୀବନଟାକୁ ମାନେ ସମର୍ପି ଦେଇ ନିଶ୍ଚୟ ଆଗକୁ ବଢ଼ିଛୁ ଆଉ ଆଶା କରୁଛୁ ଯେ ଆନନ୍ଦ ଆମେ ସାଉଁଟିବୁ ଦର୍ଶକମାନଙ୍କ ପାଖରୁ ମିଲନଠୁ ପଦେ ଡାଇଲଗ୍ ଶୁଣିବା ଆଜି ଯେତେବେଳେ ଗୋଟେ ବଢ଼ିଆ ଶୁଭ ଦିନ ତାଠୁ ଗୋଟେ ପୁରୁଣା ଡାଇଲଗ୍ରୁ ଲକ୍ଷ ଲକ୍ଷ ଟଙ୍କା ହାତ ଛଡ଼ା କରି ସିନ୍ଦୁରର ଲୋଭକୁ ମନରୁ ତୁଟେଇ ଦେଇ ତମେ ସତ କହିଲ ବୋଲି ମୁଁ ବାହା ହେବାକୁ ରାଜି ହେଉଛି ପଚାର ସମସ୍ତଙ୍କୁ କିଏ କାହା ଜୀବନରେ ପାପ ନ କରିଛି ହେଲେ କେହି ବି ଜଣେ ନିଜ ପାପ କାହାଣୀକୁ କାହାରି ସାମ୍ନାରେ କୁହନ୍ତିନି ତମେ ସତ କହିଲ ବୋଲି ମୁଁ ତମକୁ ବାହା ହେବା ପାଇଁ ରାଜି ହେଉଛି ତମ ଜୀବନରେ ତମେ କେତେ ପାପ କରିଛ ତାର ହିସାବ ତମେ ଗଣ୍ଠୁଲି ଗଣ୍ଠୁଲି କରି ମୋ ଆଖି ସାମ୍ନାରେ ଥୋଇଦେଲ ବୋଲି ମୁଁ ତମକୁ ବାହା ହେବା ପାଇଁ ରାଜି ହେଉଛି। ଧନ୍ୟବାଦ।